ତମେ ତ ଶୋଇଥିଲ ଉଠି ଆସିଲା କାହିଁକି? ଡାକ୍ତର କହିଛନ୍ତି ମୁଁ ଆଉ ବଞ୍ଚିବିନି। ମୁଁ କଣ ମୋ ଛୁଆ ମାନଙ୍କୁ ଦେଖିପାରିବିନି? ତୁ ଆଉ ଏମିତି କହନା। ଫେରି ଆସିଲା ରେ ନୟନ ପିତୁଳା ଯାଇଥିଲା ବହୁ ଦୂରେ ଛାଡ଼ିବିନି ଆଉ କୁଆଡ଼େ ତାକୁରେ ଆସୁ ପଛେ ଯେତେ ଝଡ଼। ବନ୍ଧୁଗଣ ଆପଣମାନଙ୍କୁ ବିନୀତ ଅନୁରୋଧ, ଆପଣମାନେ ଜାଣିଥିବେ 2006 ଅକ୍ଟୋବର 10 ତାରିଖରେ ମାନବୀୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଆପଣ ଯଦି 14 ବର୍ଷରୁ କମ୍ ଶିଶୁମାନଙ୍କୁ କାମରେ ଲଗାଉଛନ୍ତି ତାହେଲେ 1 ବର୍ଷ ଜେଲ ଓ 10,000 ଟଙ୍କା ଜୁରିମାନା ଦେବାକୁ ପଡ଼ିବ। ଆପଣମାନଙ୍କୁ ଏସବୁରୁ ଦୂରେ ରହିବା ପାଇଁ ବିନୀତ ଅନୁରୋଧ, ନହେଲେ ଆପଣମାନେ ବି ୟାଙ୍କ ଭଳି ଆଇନ ଅନୁଯାୟୀ ଦଣ୍ଡ ପାଇବେ। ଏଠାରେ ଉପସ୍ଥିତ ସମସ୍ତେ ସଚେତନ କି ନାହିଁ ତାହା ମୁଁ ଜାଣିନି। ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ। ଯେଉଁ ସମୟରେ ଶିଶୁଟି ତା ହାତରେ ଖାତା ବହି ଧରି ପାଠ ପଢ଼ିବା କଥା ଏବଂ ମାତା ପିତା ପରିବାରର ଅନ୍ୟ ସଦସ୍ୟ ସହିତ ଆଦର ଓ ଯତ୍ନରେ ଚଳିବା କଥା, ତାହା ନ ହୋଇ ଶିଶୁ ଶ୍ରମିକ ହୋଇଯାଉଛି। ଏହା କିପରି ନ ହେବ ତାହା ଆପଣମାନଙ୍କ ଦାୟିତ୍ୱ। ତେବେ ଯାଇ ଆମ ଦେଶର ଭବିଷ୍ୟତ ଉଜ୍ଜଳ ହେବ। ତେବେ ଆସନ୍ତୁ ଆମେ ସମସ୍ତେ କହିବା, ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ। ଶିଶୁ ଶ୍ରମିକ, ଶିଶୁ ଶ୍ରମିକ, ଶିଶୁ ମା ଶ୍ରମିକ। ଯାଉଛୁ ଆମେ ରେ ପାଠ ପଢ଼ା ହେଲା ଶେଷ ବସତି କହେଲା ଆମରି